କିନ୍ତୁ ଅନେକ ଜିନିଷ ଅନେକ ଲୋକ ଅନେକ କାର୍ଯ୍ୟ କରୁଛନ୍ତି। ଏକ ସୁନ୍ଦର କାର୍ଯ୍ୟ ସଦାବେଳେ କରେ ରୋଟାରୀ କ୍ଲବ୍। ବୃକ୍ଷ ହିଁ ଆଜିକାଲି ଦୁନିଆର ଆବଶ୍ୟକତା ଅଛି। ବିଶ୍ୱର ଆବଶ୍ୟକତା ଅଛି। ଆୟୁଷ ତଳୁଛି ଗଛ ଆଉ ସବୁ ଗଛ। ମୁଁ ଆପଣଙ୍କୁ ଦେଖାଉଛି କ୍ୟାମେରା ଜରିଆରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛି ରୋଟାରୀ କ୍ଲବ୍ ଜାରକା। ଏ ହେଉଛି ଧର୍ମଶାଳା ମହାବିଦ୍ୟାଳୟ, ହେଉଛି କଳା ସଂସ୍କୃତି ପରମ୍ପରା ଧର୍ମଶାଳା ମହାବିଦ୍ୟାଳୟ, ଯିଏକି କଳାର ପୂଜାରୀ ଅଟେ ଏ ଧର୍ମଶାଳା। ଆଜ୍ଞା ଆପଣ ପରିଚୟ ଦେବେ, ଆପଣ ନାଁଟା କହିବେ? ମୁଁ ଇଞ୍ଜିନିୟର ବିପିନ କିଶୋର ଷଡ଼ଙ୍ଗୀ, ପୂର୍ବତନ ସଭାପତି ରୋଟାରୀ କ୍ଲବ୍ ଜାରକା। ଏବେ 2026-27 ପାଇଁ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛି ଏବଂ ଯାଜପୁର ଆଉ ଭଦ୍ରକ ଡିଷ୍ଟ୍ରିକ୍ଟ ପାଇଁ ସମସ୍ତ କ୍ଲବ୍ର ଦାୟିତ୍ୱ ଦିଆହେଇଛି। ଏ ବର୍ଷ ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଆସିବାର ଅଛି ଗଭର୍ଣ୍ଣମେଣ୍ଟରୁ ଏବଂ ଆମ ରୋଟାରୀ କ୍ଲବ୍ ତରଫରୁ। ତାହା କେମିତି ସଠିକ୍ ଭାବରେ ଇମ୍ପ୍ଲିମେଣ୍ଟ ହୋଇପାରିବ, ସମସ୍ତେ କିଛି ଗରିବ ଲୋକ ସୁବିଧା ପାଇପାରିବେ, ସେଥିପାଇଁ ଧ୍ୟାନ ଦେବା ପାଇଁ ମୋତେ ନିଯୁକ୍ତି କରାଯାଇଛି। ଆଗାମୀ ଦିନରେ କ'ଣ କାର୍ଯ୍ୟକ୍ରମ ଆପଣଙ୍କର ଅଛି? ଆଜି ଗୋଟେ ହେଉଛି ରୋଟାରୀ କ୍ଲବ୍ ତରଫରୁ ଗୋଟେ ଜୁଲାଇ 1 ତାରିଖ ହେଉଛି ସବୁଠାରୁ ଶୁଭ ଦିନ। ଏହି ଦିନ ଆମେ ଅନ୍ନପୂର୍ଣ୍ଣା ଡେ ପାଳନ କରୁ, ବୃକ୍ଷରୋପଣ କରାଯାଏ ଆଉ ନୂତନ ସଭାପତି ସମ୍ପାଦକମାନେ ନିଯୁକ୍ତି ପାଆନ୍ତି। ତେଣୁ ଏହି ଦିନ ଗୋଟେ ଶୁଭ ମୁହୂର୍ତ୍ତ। ଆର ଅନ୍ନପୂର୍ଣ୍ଣା ପାଇଁ ଯୋଜନା କରାହେଉଛି। ଡକ୍ଟର ଡେ ପାଳନ କରାହେବ, ଡାକ୍ତର ଡେ ବି ପାଳନ କରାହେଉଛି। ତେଣୁ ଆଜି ଗୋଟେ ସବୁଠାରୁ ଶୁଭ ଦିନ ରୋଟାରୀ ଇଣ୍ଟରନ୍ୟାସନାଲ କ୍ଲବ୍ ତରଫରୁ। ଆଗାମୀ ଦିନରେ ଯେଉଁ ଡକ୍ଟର ଡେ ଇଏ ସବୁ ପାଳନ କରାଯିବ, ଏହାକୁ କଲେକ୍ଟରଙ୍କୁ ଆପଣ ଅଛି କି ନିମନ୍ତ୍ରଣ? କଲେକ୍ଟର ତ ସବୁବେଳେ ବ୍ୟସ୍ତ ରହୁଛନ୍ତି ଗଭର୍ଣ୍ଣମେଣ୍ଟ କାମରେ। ଆମେ ଯେତିକି ପାରୁଛୁ ରୋଗୀମାନଙ୍କର ସେବା ଏବଂ ଶୁଖିଲା ଫଳମୂଳ ଦ୍ରବ୍ୟ ଦିଆହେଉଛି ଏବଂ ଡକ୍ଟର ଡେ ଯେତିକି ଦେଖା ହେଉଛି ତାଙ୍କୁ ପୁରସ୍କାର ଦିଆହେଉଛି। ଅନ୍ନପୂର୍ଣ୍ଣା ଡେ ପାଳନ କରାହେଉଛି। ତେଣୁ ଆର କିଛି ଆବଶ୍ୟକତା ନାହିଁ, କଲେକ୍ଟରଙ୍କୁ ଡାକିକି ତାଙ୍କୁ ଡିସ୍କସ୍ କରିବା। ଧନ୍ୟବାଦ। ଏ ଗଣମାଧ୍ୟମ ଆପଣ ଗଣମାଧ୍ୟମ ଚଳୁଛନ୍ତି ଧର୍ମଶାଳାରେ ଖବର ପଠାଉଛନ୍ତି ସନ୍ତୋଷ ମହୋଦୟ, ଧର୍ମଶାଳା ଯାଜପୁର। ପ୍ରଣାମ।